ଆଜ୍ଞା ନମସ୍କାର। ପବିତ୍ର ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି। ପବିତ୍ର ନବରାତ୍ରି ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସକାଳୁ ସକାଳୁ ଟିଭି ଖୋଲିଲା ବେଳକୁ ପ୍ରତ୍ୟେକ ମିଡ଼ିଆରେ ଆଜ୍ଞା ଦେଖିଲି ଯେ ଜିଏସ୍ଟି କମିଗଲା, ଗରିବ ଲୋକମାନେ ବେନିଫିଟ୍ ପାଇବେ, ଅମୁକ ପାଇବେ, ସମକ ପାଇବେ। ମିଡ଼ିଆ ବାଲା ପୁରା ଖୁବ୍ ଚର୍ଚ୍ଚାରେ ଆଜ୍ଞା ଧରିଛନ୍ତି। ମୋର ଏଠି କହିବା କଥା ଆଜ୍ଞା, ଦୀର୍ଘ 8 ବର୍ଷ କାଳ ଦେଶର ଜନତାଙ୍କୁ, ଗରିବ ଜନତାଙ୍କୁ ଲୁଟିଲ। ଏବେ ତୁମ ମୁଣ୍ଡରେ ଜ୍ଞାନ ଉଦ୍ରେକ ହେଲା, ଜିଏସ୍ଟି କମେଇକି ତୁମେ କ'ଣ କହୁଛ ନା ଲୋକଙ୍କୁ ବଡ଼ ଲୋକ କରିଦେବ। ଠିକ୍ ଅଛି ଆଜ୍ଞା, ଆପଣ ତ 8 ବର୍ଷ କାଳ ଲୁଟିଲେ, ଯାହା ହଉ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କର ଜ୍ଞାନ ବହୁତ ଡେରିରେ ଉଦ୍ରେକ ହେଲା, କିନ୍ତୁ ଉଦ୍ରେକ ହେବାର କାରଣ ବି ଆଜ୍ଞା ଅଛି। କାହିଁକି ନା ଆପଣ ଜାଣିଥିବେ ଦେଶରେ ବର୍ତ୍ତମାନ ଚାଲିଛି ବଡ଼ ଦୁର୍ନୀତି, ଯେ କ'ଣ ନା ଭୋଟ୍ ଚୋରି। ତ ଏ ଭୋଟ୍ ଚୋରିରୁ ବର୍ତ୍ତିବା ପାଇଁ ଆଗକୁ ବିହାର ଇଲେକ୍ସନ୍ ପରେ ୱେଷ୍ଟବେଙ୍ଗଲ ଇଲେକ୍ସନ୍, ୱେଷ୍ଟବେଙ୍ଗଲ ପରେ ଉତ୍ତରପ୍ରଦେଶ ଇଲେକ୍ସନ୍। ତ ଏଇ 3 ରାଜ୍ୟରେ ଯଦି ଇଲେକ୍ସନ୍ ଏମାନେ ମାଡ଼ ଖାଇବେ, ଏମାନେ ଜାଣିଛନ୍ତି ଆଙ୍କ ପରିସ୍ଥିତି ଭୟଙ୍କର ହେବ। ତେଣୁକରି ଏମାନେ ଏସବୁକୁ ଚାପିବା ପାଇଁ କ'ଣ ନା ଜିଏସ୍ଟି ଗୋଟେ ଆଣିଲେ। ଠିକ୍ ଅଛି, କିନ୍ତୁ ମୋର କହିବା କଥା ଏଠି ଯେ ଯେଉଁ ଲୋକମାନେ ଭାବୁଛନ୍ତି ଜିଏସ୍ଟି ଦ୍ୱାରା ଆମେ ଉପକୃତ ହେବୁ, ଆଜ୍ଞା ଏଇଟା ଆପଣଙ୍କର ଭ୍ରାନ୍ତ ଧାରଣା। କାରଣଟା କ'ଣ ମୁଁ କହୁଛି ଆପଣଙ୍କୁ। କାରଣଟା ହେଉଛି ଆଜ୍ଞା, ଆପଣଙ୍କୁ କିଛି ଦିନ ଲାଗିବ, ହଁ ଟଙ୍କେ 2 ଟଙ୍କା ଗୋଟେ ଜିନିଷ ଉପରେ କମିଗଲା, କିନ୍ତୁ କିଛି ଦିନ ପରେ ଦେଖିବେ ଆଜ୍ଞା ସେଇ ଜିନିଷ ଉପରେ ଦର ବଢ଼ି ଯାଇଥିବ। ତ ଦର ବଢ଼ିଗଲେ ଆପଣ ଯେଉଁ ପ୍ରାଇସ୍ ଦେଉଥିଲେ ସେଇ ପ୍ରାଇସ୍ଟା ଦେବେ, କିନ୍ତୁ ତଫାତଟା ଏତିକି ହେବ ଯେ କ'ଣ, ଯେଉଁ ଜିଏସ୍ଟି ବା ସରକାରୀ ମାଧ୍ୟମରେ ଯାଉଥିଲା, ଏବେ ତାହା ବେସରକାରୀ ମାଧ୍ୟମରେ ସେମାନଙ୍କ ପକେଟକୁ ଯିବ। ଏବଂ ସେମାନଙ୍କ ପକେଟକୁ ଗଲେ ସେମାନେ ବିହାର ଇଲେକ୍ସନ୍ ଲଢ଼ିବେ, ତାପରେ ୱେଷ୍ଟବେଙ୍ଗଲ ଇଲେକ୍ସନ୍ ଲଢ଼ିବେ, ତାପରେ ଉତ୍ତରପ୍ରଦେଶ ଇଲେକ୍ସନ୍ ଲଢ଼ିବେ। ତ ଲୋକଙ୍କୁ ଏମାନେ ଆଜ୍ଞା ବାଇଆ ବାତୁଳ ପାଗଳ ବୋଲି ଭୂତେଇ ଚାଲିଛନ୍ତି। ମାନେ ଯାହା ଯେମିତି କରୁଛନ୍ତି ମିଡ଼ିଆକୁ ଧରିକି ଭୂତେଇ ଚାଲିଛନ୍ତି। ଲୋକ ପୁରା ଆଙ୍କ ଉପରେ ବିଶ୍ୱାସ କରିଥାଉଛନ୍ତି। ଆଉ କିଛି ମିଡ଼ିଆ ବାଲା ତ ପୁରା ଚାଟୁକାର, ସେମାନେ ପୁରା ଚାଟି ପକାଉଛନ୍ତି ଖାଲି ମୋଦି କ'ଣ କହିଲେ, ମୋଦି କେତେବେଳେ ଝାଡ଼ା ଗଲେ, ମୋଦି କେତେବେଳେ ଗାଧେଇଲେ, ମୋଦି କେତେବେଳେ ଇଏ କଲେ, ଏସବୁ କହି ଆଜ୍ଞା ମାନେ ଏତେ ଚାଟୁକାର ହେଇଯାଇଛନ୍ତି ଆଜ୍ଞା। ପୁରା ମାନେ କଥାରେ ନାହିଁ, ଆମର ଯଦି କିଏ ଶତ୍ରୁ ଥାଏ, ପ୍ରଥମ ଶତ୍ରୁ ସେ ହେଉଛି ମିଡ଼ିଆ ବାଲା। ମାନେ ଏମାନେ ଏତେ ତଳକୁ ସ୍ତରକୁ ଯାଇଛନ୍ତି, ଆଉ ମାନେ ଚତୁର୍ଥ ସ୍ତମ୍ଭ ଯେଉଁ କହନ୍ତି ତାକୁ ଆଉ ରଖିନାହାନ୍ତି ସୁରକ୍ଷିତ। ତେଣୁ ମୋର ଆଜ୍ଞା ଆପଣମାନଙ୍କୁ ଅନୁରୋଧ, ଏ ବିଜେପି ସରକାର ମିଛୁଆ ଟାଉଟର ଜୁମଲା ସରକାରକୁ ଆପଣମାନଙ୍କୁ ନିବେଦନ, ୟାକୁ ଉଚିତ ଶାସ୍ତି ଦେବେ। ଏବଂ 2029ରେ ୟାକୁ ମାନେ ୟାଙ୍କ ପରିସ୍ଥିତି ଭୟଙ୍କର କରିବା କଥା। ମିଛ ଟାଉଟର ଆଜ୍ଞା ଓଡ଼ିଶାରେ ଆସିକି କହିଲେ କ'ଣ ନା 300 ୟୁନିଟ୍ ଦେବେ, ଆପଣଙ୍କୁ 300 ୟୁନିଟ୍ ଦେଲେ। ଭତ୍ତା କହିଲେ 80 ବର୍ଷିଆ ଭତ୍ତା 3500 ଦେବେ ବୋଲି ଦେଲେ ଆଜ୍ଞା, ଦେଲେନି ନା। ଖାଲି ମିଛ ଖଛ ଟାଉଟର କହି ଏମାନେ ଦେଶରେ ଯେମିତି ଆସିଥିଲେ ରାଜ୍ୟରେ ସେମିତି ଆସନ୍ତି। ତେଣୁ ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ଏମାନଙ୍କୁ ଉଚିତ ଜବାବ ଦେବେ। ରହୁଛି ଆଜ୍ଞା, ନମସ୍କାର।